ଆମେମାନେ ଯଦି ଟିକେ ଟିକେ ବୁଦ୍ଧି ଖର୍ଚ୍ଚ କରିକି କାମ କରିବା ଆମର ବହୁତ ସାରା ପଇସା ବଞ୍ଚିବା ସହିତ ଆଉ ସମୟ ମଧ୍ୟ ବଞ୍ଚି ଯାଇଥାଏ। ଯେଉଁ ସମୟରେ କି ଆମେମାନେ ଅନ୍ୟ କିଛି କାମ କରିବା ପାଇଁ ଆମକୁ ସମୟ ହେଇଥାଏ ଆଉ କିଛି କାମ ଆମର ହେଇଯାଇଥାଏ ଏକ୍ସଟ୍ରା। ତ ସେମିତି କିଛି ଟିପ୍ସ ନେଇକି ମୁଁ ଆଜି ଆସିଯାଇଛି। ନମସ୍କାର, ଜୟ ଜଗନ୍ନାଥ। ମୁଁ ମିନତି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଏକ ନୂଆ ଭିଡ଼ିଓକୁ। ଆଶା କରୁଛି ଆପଣମାନେ ସବୁଦିନ ଭଳି ଆଜି ବି ଭଲରେ ଥିବେ। ତ ଆଜିର ଟିପ୍ସ ଭିଡ଼ିଓରେ ଆପଣମାନଙ୍କ ପାଇଁ ଅଛି ଏଭଳି ଡିଆସିଲି କି ନେଇକି। ମାନେ ଡିଆସିଲି କ'ଣ ହେଇଥାଏ ନା ଆମର ମାନେ କିଛି ଦିନ ଏମିତି ବଡ଼ ଡିଆସିଲି ଆମର ଆସିଯାଇଛି, କିମ୍ବା ବଡ଼ ହଉ କିମ୍ବା ଛୋଟ ହଉ, ତ କିଛି ଦିନ ୟୁଜ୍ କରିସାରିଲା ପରେ ସେ କ'ଣ ହେଇଥାଏ ନା ଆମର ମଏଶ୍ଚର ଆସିଯାଇଥାଏ, ଯେଉଁଟାକି ଆମର ଜମା ବି ଡିଆସିଲିଟି ଜଳି ନଥାଏ। ଯେ ସେମିତି କିଛି ହେଉଛି ତାହେଲେ ଆପଣମାନେ କ'ଣ କରୁନାହାନ୍ତି, ସେଥିରେ କିଛି ଚାଉଳ ପକାଇକି ରଖି ନେଇଯାଆନ୍ତୁ, ଆପଣଙ୍କର ସେମିତି କିଛି ସମସ୍ୟା ଦେଖାଦେବନି। ତ ମୋର ନେକ୍ସଟ ଟିପ୍ସ ହେଉଛି ଏଭଳି ଭାବେ ବୋତଲ ଗୋଟେ ନେଇଯାଇଛି, ଆଉ ଆମର ବାସନ ମଜା ଯେଉଁ ଆମର ତାର ଜାଲି ଯେଉଁ କହନ୍ତି ସେମିତି ନେଇଯାଇଛି। ତ ପ୍ରଥମେ ଏଠି କ'ଣ କରିଛି ନା ବୋତଲର ମୁଁ ଏଠି ଠିପି ମାନେ ଉପର ଭାଗଟାକୁ ଟିକେ କଟ୍ କରି ନେଇଯାଉଛି, ଆଉ ଏଇଟାକୁ ମୁଁ ଛୁରୀକୁ ଗରମ କରି କରୁଛି। ଯଦି ଆପଣମାନଙ୍କର କଇଁଚି ଅଛି ତାହେଲେ କଇଁଚିରେ ବି ଆରାମସେ କଟିଯିବ। ତ ଛୁରୀରେ ଯେତେବେଳେ କରୁଛନ୍ତି ତ ସାବଧାନତା ସହ କରନ୍ତୁ। ଏମିତି କାଟି ସାରିଲା ପରେ ତାକୁ ଗୋଟେ ସୁନ୍ଦର କାମରେ ଆମେ ଲଗେଇବା। ଯେତେବେଳେ କି ଆମେ ଏମିତି ତାର ଜାଲିରେ ବାସନ ମାଜିଥାଉ ତ ଆମର କ'ଣ ହେଇଥାଏ ନା ହାତରେ ମାନେ ବାଜି ଯାଇଥାଏ, ଯେଉଁଟାକି ଆମ ହାତରେ ଖେବି ହେଇଥାଏ, ତ ଆମକୁ ବହୁତ ପେନ୍ ହେଇଥାଏ। ତ ତା ପାଇଁ ଆମେ ଗୋଟେ ଟୁଲ୍ସଟେ ବନେଇବା ଯେମିତିକି ଆମ ହାତରେ ବାଜିବନି, କିନ୍ତୁ ସୁନ୍ଦର ଭାବେ ଆମର ବାସନ ମଜା ହେଇପାରିବ। ତ ଏଇଭଳି ଭାବେ ଠିପିକୁ ଦେଖନ୍ତୁ, ବୋତଲଟିକୁ କାଟିକି ଠିପିରେ ଦୁଇଟି କଣା କରି ନେଇଯାଇଛି, ଆଉ ତାର ଜାଲିରେ କ'ଣ କରିଛି ନା ଦେଖନ୍ତୁ ସୁତୁଲି ଗୋଟେ ଏପଟରେ ଗୋଟେ ମାନେ ମଝିରେ ଦୁଇଟି କଣା କରିକି ଦୁଇଟି ଟାଇପ୍ର ଏମିତି ଦେଖନ୍ତୁ ହୋଲ୍ ଟାଇପ୍ର କରିଦେଇକି ତା ଭିତରେ କ'ଣ କରିଛି ନା ମୁଁ ସୁତୁଲିଟାକୁ ପଶେଇ ନେଇଯାଉଛି। ଯେମିତି ମୁଁ ପଶଉଛି ଦେଖନ୍ତୁ, ଦେଖିଲେ ହିଁ ଆପଣମାନେ ଜାଣିପାରିବେ ମୁଁ କ'ଣଟା କରୁଛି। ତ ଏଇଭଳିଆ ପଶେଇକି ସେଇ ଯେଉଁ ଠିପିଟାରେ ଆମେମାନେ ହୋଲ୍ କରିଦେଇଥିଲେ, ତ ଏଇଭଳିଆ ଦେଖନ୍ତୁ ସେ ଠିପି ଭିତରେ ସେ ହୋଲ୍ ଭିତରେ ଆମେ କ'ଣ କରିବା ନା ସେ ସୁତୁଲିଟାକୁ ପଶେଇ ନେଇଯିବା। ଯେମିତି ମୁଁ ପଶଉଛି ସେମିତି ପଶେଇ ସାରିଲା ପରେ ତାକୁ ଦୁଇଟା ଯେହେତୁ ହେଇଥିଲା, ତ ଦୁଇ ପଟେ ଯେଉଁ ଆସିଛି ଦୁଇଟା ଆମେ ତା ଭିତରେ ହୋଲ୍ ଭିତରେ ପଶେଇକି ତାକୁ କ'ଣ କରିବା ନା ଗୋଟେ ଗଣ୍ଠି ପକାଇ ନେଇଯିବା। ଦେଖନ୍ତୁ ଏଇଭଳି ଭାବେ ଗଣ୍ଠି ପଡ଼ିଗଲା ପରେ ଆପଣମାନଙ୍କର ତାପରେ ତାକୁ କ'ଣ କରିବେ ନା ଦେଖନ୍ତୁ ଟାଇଟ୍ କରି ନେଇଯିବେ ଠିପିଟାକୁ, ଆଉ ଆପଣମାନଙ୍କର ଦେଖିବେ ଜମା ହାତରେ ବାଜିବନି, ଆଉ ସୁନ୍ଦର ଭାବେ ଆପଣଙ୍କର ବାସନ ମାଜି ହେଇଯିବ। ଯେଉଁଟାକି ହାତ ଯେଉଁ ବାଜିକି ଖଣ୍ଡିଆ ହେଇଯାଇଥାଏ, ବେଳେବେଳେ ତ କାଟିଥାଏ ବାସନ ମାଜିଲା ବେଳେ, ତ ସେମିତି କିଛି ହେବନି। ତ ଚାଲନ୍ତୁ ମୋର ରେଡ଼ି ହେଇଯାଇଛି, ଆପଣମାନଙ୍କୁ ବାସନ ମାଜିକି ମୁଁ ଦେଖେଇ ନେଇଯାଉଛି। ମୋ ହାତରେ ଜମା ବି ସେଇଟା ବାଜୁନି, ବଢ଼ିଆ ସେ ଆମର ବାସନ ମଜା ହେଇଗଲା। ଦେଖନ୍ତୁ, ଆଶା କରୁଛି ଟିପ୍ସଟା ଆପଣମାନଙ୍କୁ ଭଲ ଲାଗିଥିବ। ତ ଯେଉଁମାନେ ଆଜିର ଭିଡ଼ିଓରେ ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ତ ମୋର ନେକ୍ସଟ ଟିପ୍ସ ହେଉଛି ଏଭଳି ପ୍ରେସର କୁକର ନେଇକି। ପ୍ରେସର କୁକର ଆମର କିଛି ଦିନ ୟୁଜ୍ ହେଇସାରିଲା ପରେ କ'ଣ ହେଇଥାଏ ନା ଏଇ ସବୁ ନଟ୍ ଗୁଡ଼ାକ ଆମର ଜଙ୍କ୍ ହେଇଯାଇଥାଏ। ତ ଜଙ୍କ୍ ହେଇଯିବା ଫଳରେ କ'ଣ ହେଇଥାଏ ନା ସବୁ ଛାଡ଼ି ଯାଇଥାଏ। ବହୁତ ଅଳ୍ପ ଦିନରେ ଆମର ପ୍ରେସର କୁକରରୁ ସବୁ ଛାଡ଼ି ଯାଇଥାଏ, ସେ ବ୍ଲାକ୍ ଗୁଡ଼ିକ ଧୀରେ ଧୀରେ ହେଇକି ଛାଡ଼ି ଯାଇଥାଏ, ନଷ୍ଟ ହେଇଥାଏ। ତ ସେମିତି କିଛି ଯଦି ହେଉଛି ତ ଯେତେବେଳେ ଆପଣମାନଙ୍କର ଆସୁଛି ନୂଆ, ତ ସେତେବେଳେ ଏ ଟ୍ରିକ୍ଟା କରିନିଅନ୍ତୁ। ଯଦି ଆପଣମାନଙ୍କ ପୁରୁଣା ବି ହେଇଗଲାଣି ତାହେଲେ ବି ଆପଣମାନେ ବର୍ତ୍ତମାନ ବି କରି ନେଇଯାଆନ୍ତୁ। ତ ସେ ନଟ୍ ଗୁଡ଼ିକରେ ଆପଣମାନେ କ'ଣ କରନ୍ତୁ, ନେଲ୍ ପଲିସ୍ ଲଗାଇ ନେଇଯାଆନ୍ତୁ। ଏଠି ମୁଁ ଟ୍ରାନ୍ସପାରେଣ୍ଟ ନେଲ୍ ପଲିସ୍ ଲଗାଇଛି, ଆପଣମାନେ ଯେକୌଣସି ନେଲ୍ ପଲିସ୍ ଏଠି ୟୁଜ୍ କରି ନେଇଯିବେ, ଯେଉଁଟାକି ଆପଣମାନଙ୍କର ଏଠି ଜମା ବି ନଟ୍ରେ ପାଣି ବାଜିବ ନାହିଁ, ଆଉ ଆପଣମାନଙ୍କର ବହୁତ ଦିନ ଲାଷ୍ଟିଂ କରିବ ନଟ୍ଟି। ତ ଆପଣଙ୍କ ପ୍ରେସର କୁକର ବି ବହୁତ ଦିନ ଲାଷ୍ଟିଂ କରିବ, ମାନେ ସେଇଟା ଛାଡ଼ିବ ନାହିଁ। ଆଶା କରୁଛି ଛୋଟିଆ ଟିପ୍ସଟା ଆପଣମାନଙ୍କୁ ଭଲ ଲାଗିଥିବ। ନେକ୍ସଟ ଟିପ୍ସ ହେଉଛି ମୋର ଏମିତି ଔଷଧକୁ ନେଇକି। ଔଷଧ କ'ଣ ହେଇଥାଏ ନା ଆମେ ୟୁଜ୍ କରିଥାଉ ଯେକୌଣସି ରୋଗ ପାଇଁ ଆମେ ଯେତେବେଳେ ଔଷଧ ଆଣିଥାଉ, ତ ଔଷଧ ମାନେ ରୋଗଟି ଭଲ ହେଇଥାଏ, କିନ୍ତୁ ଆମର ଔଷଧଟି ରହିଯାଇଥାଏ ଯେମିତିକି ଝାଡ଼ା ଔଷଧ। ତ ସେଇଟା କ'ଣ ହେଇଥାଏ ନା ଆମର ତ ସବୁ କିଛି ଖାଇକି ସାରିବା ପାଇଁ ପଡ଼ିନଥାଏ, କିନ୍ତୁ ଯେତେବେଳେ ଆମକୁ ଦରକାର ସେତେବେଳେ ଆମେ ଯେତେବେଳେ ଔଷଧଟି କାଢ଼ିଥାଉ, ଏଇ ଜାଗାରେ ଆମର କ'ଣ ଥାଏ ସେ ଡେଟ୍ଟି ଆମର ପଳେଇ ଯାଇଥାଏ, ମାନେ ଲିଭି ଯାଇଥାଏ। ତ ସେମିତି ହେଉଛି ଯଦି ଆପଣମାନେ କ'ଣ କରୁନା ସେ ଡେଟ୍ ଜାଗାରେ ଆପଣମାନେ ସେଲୋ ଟେପ୍ ଲଗାଇ ନେଇଯାଆନ୍ତୁ। ତ ଲଗାଇବା ଫଳରେ କ'ଣ ହେବ ନା ସେ ଜାଗାଟା ଜମା ଉଡ଼ିବନି, ମାନେ ଡେଟ୍ଟା ସେମିତି ରହିବ। ଯେକୌଣସି ଔଷଧ ବି ଆପଣମାନେ ୟୁଜ୍ କରୁଛନ୍ତି ଏଇଭଳି ଭାବେ ସେଲୋ ଟେପ୍ ଲଗାଇ ନେଇଯାଆନ୍ତୁ, ଯେଉଁଟାକି ଆପଣମାନଙ୍କର ସରୁନି। ତ ଲଗାଇ ନେଇଯାଇଲେ କ'ଣ ହେବ ନା ଯେତେବେଳେ ଆପଣମାନେ ୟୁଜ୍ କରିବେ ଡେଟ୍ ଦେଖିକି ୟୁଜ୍ କରିବେ, ଯେଉଁଟାକି ଆପଣମାନଙ୍କ ଦେହ ପାଇଁ ବହୁତ ହି ଭଲ ରହିବ। ତ ଚାଲନ୍ତୁ ଆମର ନେକ୍ସଟ ଟିପ୍ସ ଦେଖି ନେଇଯିବା। ନେକ୍ସଟ ଟିପ୍ସଟି ହେଉଛି ଏଭଳି
फ्रिज उपरे फ्रिज कौन है ना आमर माने बेले बेले कौन होता है ना बहुत सारा आइस जमा हो जाए जहाँफल आमर कौन होता है ना बहुत इलेक्ट्रिक बिल उठी था आइस जमा हो फल तो आपण मैंने कौन करूँ ना ये गोटे चाह छणा नियंतु चाह छणारे आपण मैंने नहीं जातु किछि लुण तो लुण नब नहीं कि ताकू कौन करेंगे ना से जो फ्रिज अच्छी जोटि मैंने आइस होती से चारिआडे कौन करूँ छणा साहाय्य आपण मैंने सेटाको चारिआडे स्प्रेड करे नहीं जातु जहाँफल कौन हम ना आप धीरे धीरे से जो आइस गुड़िक अच्छी सेटा कौन हम ना धीरे धीरे मेल्ट हो माने पानी टाइप रही आपण मैंने आपण मानकर कौन हम ना यह हवा फल कौन हो जो आपण मान इलेक्ट्रिक बिल बहुत उठी तो सहीटा आपण मानकर धीरे धीरे कंट्रोल हो कहीं जानते बरफ जमिला माने आमर इलेक्ट्रिक बिल बहुत उठो तापर ये जगार बहुत अपरिष्कार होगी देखा जाए जमा क्लीन करने भल लगी न था आइस जो मैंने बसई था तो चारिकड़े कौन था ना पूरा आइस लग जाए जमा भी भल भाव में रही न था तो एमती आपण मैंने आपण मानकर इलेक्ट्रिक बिल बंद अच्छी आज टिप्स गुड़िक आपण मानक भल लगी कौ टिप्सटा आपण मानक बेसी भल लगे निहाती भाव मत कमेंट मध्यम जनइबे आ कौ विषय आपण मैंने जानापी चाहते मत कमेंट कले मु निहाती भाव सेयार करने चेष्टा करी तो आउ एक नुआ वीडियो आपण मान सहित देखा रोची जय जगन्नाथ।